ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁନିଶ୍ଚିତ ପକ୍କା ଘର। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ହିତାଧିକାରୀ ନିଜେ କରିବେ ସର୍ଭେ। ଆଉ ଜାଲିଆତି କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ହାତେଇ ପାରିବେ ନାହିଁ ଅଯୋଗ୍ୟ ବ୍ୟକ୍ତି। ମୋବାଇଲ ଆପ୍ ରୋକିବ ସର୍ଭେ ରିପୋର୍ଟ। ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁନିଶ୍ଚିତ ପକ୍କା ଘର। ବାରମ୍ବାର ଅଭାବୀ ଲୋକମାନେ ଆବେଦନ କରିଥିଲେ ସୁଦ୍ଧା ମିଳିନାହିଁ ଘର। ଏନେଇ ଦୁଃଖ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। କାଲି ସନ୍ଧ୍ୟାବେଳେ ପ୍ରଚାର ହେଉଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆସିଛି ବୋଲି ଆମେ ଶୁଣିକି ଆସିଛୁ। ପଞ୍ଚାୟତରେ ଆଲୋଚନା ହେଲା ଘର ସବୁ ମିଳିବ, ପଟ୍ଟା, ସେ ଜବ୍ କାର୍ଡ଼, ଏମିତି ସବୁରେ ଆଲୋଚନା ହେଇଛି। ଆବେଦନ ଆଗରୁ କରିଥିଲୁ ଦୁଇ ଥର କରିକି କିଛି ହେଇପାରିଲାନି। ଏଥର କରୁଛୁ, ଯାହା ହବ କି ନ ହବ ଯାହା, ଆଉ କ'ଣ ଆଶା ରଖିଛୁ। ଭଗବାନଙ୍କର ହାତର କଥା, ଆମେ ଆଉ କ'ଣ କରିବା। ପଞ୍ଚାୟତରେ ମିଟିଂ ହେବ ବୋଲି ଆମକୁ ଡକେଇଛନ୍ତି। ଘର ମିଳିବ କ'ଣ ହେବ କହିବି। ମୁଁ ଆସିଥିଲି ଏଇ ଘର ଟିକେ ନାହିଁ, ଭାଗି ପଡ଼ିଛି। କାଣି ଅଧୁଣି ପିଲାଟାକୁ ଧରିକି ରହିଛି। ପିଲାମାନେ ତ ପଚାରୁନାହାନ୍ତି, ଉଚାରୁନାହାନ୍ତି। ଏବେ ଭଗା ଘରେ ଅଛି, ରୋଷେଇ କରି ଯୋଡ଼େ ଖାଉଛି। ଆଉ ବାସ ନାହିଁ, କାଣି ଅଧୁଣି ପିଲାଟାକୁ ଧରି ଚଳୁଛି। ସେ କାଣି ଅଧୁଣି ପିଲା ବି ଅଛି ଯେ ରୋଷେଇ ଯୋଡ଼ିଏ କଲେ ମୁଁ ଖାଇବି। ନୂଆ ଘର ଟିକେ ଆପତ୍ତି କରୁଛି, ଆଉ କିଛି ନାହିଁ। କାଣି ଅଧୁଣି ପିଲାଟିକୁ ଧରିକି ମୁଁ ମଲେ ବସେ। ଡକାଇଥିଲା ଘର ବାବଦ ଇଏ ପାଇଁ ପଞ୍ଚାୟତକୁ ଆସିବ ବୋଲି ଆଉ ମିଳିବା ପାଇଁ ଯୋଜନା ମୁଁ କରୁଛି, ଆପତ୍ତି କରୁଛି। ପଟ୍ଟା ଅଛି ମୋର, ଜବ କାର୍ଡ଼ ଅଛି ବି। ଆଉ ଘର ମୋତେ ମିଳିନି, ମିଳିଥିଲା ଯେଉଁ ଏଇଟା ତ କରିଦେଲେନି। ଆଉ ସେ ଘର ଟିକେ ପାଇଁ ଆପତ୍ତି କରୁଛି। କାଣି ଅଧୁଣି ପିଲା ଚାଳ ବାଡ଼ କିଛି ନାହିଁ, ଭାଗି। ଇନ୍ଦିରା ଆବାସ ଘର ଦଉନାହାନ୍ତି ବୋଲି ଆପତ୍ତି କରି ଆସିଛି। ଆଉ ଏହି ଟିଣ ପକା ହେଇଥିଲା ଯେ ଭାଙ୍ଗିଗଲା, ପାଲ ପକେଇଲି। ତାପରେ ଭାଇ ଦି ଖଣ୍ଡ ଆଜବେଷ୍ଟ ଛପର କରିଛି, ସେଥିରେ ରହୁଛି। ସବୁ ଆଧାର କାର୍ଡ଼, ଭୋଟ କାର୍ଡ଼, ସବୁ ମୋବାଇଲ ନମ୍ବର ସବୁ ପକେଇଲି। ମୁଁ ଏଠି ସବୁ ଧରିକି ଆସିଛି। କାହିଁ ମିଳୁନି ମୋତେ। ଆଉ ମୁଁ କେତେଥର 10 ବର୍ଷ ହେଲା ମୁଁ ପକେଇ ଲାଗିଛି ବ୍ଲକରେ, ଆଉ ଏଠି ଜିଲ୍ଲାପାଳ ଠେଇ ପକେଇ ଲାଗିଛି, ମୋତେ ହେଲେ ମିଳୁନି। ଇନ୍ଦିରା ଆବାସ ଘର ମିଳୁନି। ହଁ ହଉ, ଯୋଉଟା ହେଲେ ମିଳିଲେ ଗଲା, ଘର ଟିକେ କରିବି ବୋଲି। ଆଉ ପୁଅପାତି ନାହିଁ, ବିଲ ବାଡ଼ି ନାହିଁ, କିଛି ନାହିଁ। ଏଇ ଘରର ପଟ୍ଟା ଖଣ୍ଡିକ ରଖିଛି। ନେଉନାହାନ୍ତି। ଥରେ 2 ଜଣ ଲୋକ ଆସିଲେ, ଘର ଦେଖିଲେ, ଭଙ୍ଗା ଘର ଦେଖିକି ଗଲେ ହେରି, ଆଉ କାହିଁ ଦଉନାହାନ୍ତି। କଟିବେ ଅଯୋଗ୍ୟ, ଯୋଡ଼ି ହେବେ ଯୋଗ୍ୟ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଯୋଡ଼ି ହେବା ନେଇ ସୂଚନା। ମୋବାଇଲ ଆପ୍ରେ ସମ୍ପୂର୍ଣ୍ଣ ତଥ୍ୟ ଦେଇ ଆବେଦନ କରିପାରିବେ। ଘର ସ୍ଥିତି, କେଉଁଠି କରିବେ ଘର, ଆଧାର କାର୍ଡ଼, ବ୍ୟାଙ୍କ ଖାତା ସହ ଫୋନ୍ ନମ୍ବର ଲିଙ୍କ, ଘରବାଡ଼ି ପଟ୍ଟା, ପରିବାର ସଦସ୍ୟଙ୍କ ନାମ ସହ ଆବଶ୍ୟକ ତଥ୍ୟ ଦେବା ପାଇଁ ପଡ଼ିବ। ଏଥିପାଇଁ ସରକାର ଖୁବ୍ ଶୀଘ୍ର ନୂଆ ମୋବାଇଲ ଆପ୍ ପ୍ରଚଳନ କରିବା ପାଇଁ ଯାଉଛନ୍ତି। ଆପ୍ ମାଧ୍ୟମରେ କିଭଳି ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଇଁ ଆବେଦନ କରିବେ ଏବଂ କ'ଣ ସବୁ ଡକ୍ୟୁମେଣ୍ଟ ଦେବା ପାଇଁ ପଡ଼ିବ, ସେ ନେଇ ଗତ 2 ତାରିଖରୁ 4 ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ପଞ୍ଚାୟତରେ ସଚେତନ ତାଲିମ କର୍ମଶାଳା ଅନୁଷ୍ଠିତ ହେବ। ଏଥିପାଇଁ ସରକାର ସମସ୍ତ ଜିଲ୍ଲାପାଳ ଏବଂ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 4 ତାରିଖ ପରେ 2 ମାସ ଧରି ହିତାଧିକାରୀମାନେ ଆପ୍ ମାଧ୍ୟମରେ ଆବେଦନ କରିବେ। ପରେ ଏହାକୁ ଲିଷ୍ଟ କରି ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସର୍ବସାଧାରଣ ସ୍ଥାନରେ ଟଙ୍ଗାଇ ଦିଆଯିବ। ଏଥିରେ ଅଭିଯୋଗ ଆସିଲେ ତଦନ୍ତ କରାଯିବ। ଫାଇନାଲ ଲିଷ୍ଟ ଆସିବା ପରେ ଗ୍ରାମସଭାରେ ମଞ୍ଜୁର ହେବ। କିଏ ପାଇବ ଘର, କିଏ ନାହିଁ, ଏଥିପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ବ୍ଲକ ମାଛିପଡ଼ା ପଞ୍ଚାୟତ ଅନୁଷ୍ଠିତ ହୋଇଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ନୂତନ ସର୍ଭେ ସମ୍ବନ୍ଧୀୟ ତାଲିମ ଶିବିର। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ, ସେଇ ତାର ହିତାଧିକାରୀ ଚୟନ। ତେଣୁ ହିତାଧିକାରୀ ଚୟନ କରିବାକୁ ହେଲେ ଲୋକମାନେ କ'ଣ କ'ଣ ଥିଲେ ଚୟନ ହେବ, ସେଇଟା ସବୁ ଲୋକମାନଙ୍କୁ ଏଇଟା ଏକ କର୍ମଶାଳା। ତେଣୁ ଏଇ କର୍ମଶାଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରି ଦିଆଗଲା ଯେ ପ୍ରକୃତରେ ଲୋକମାନଙ୍କର ପାଖରେ କ'ଣ କ'ଣ ରହିବ, ଆଉ କେମିତି ତାଙ୍କର ଦରକାର ହେଲେ ସେମାନେ ସବୁ ଆମର ଆପ୍ ଆସିଲା ପରେ ଆମେ ସେମାନେ ସବୁ ଅପଲୋଡ଼ କରିବେ। ସେଥିରେ ଅପଲୋଡ଼ କରାଗଲେ ଆମର ସେମାନେ ସବୁ ହିତାଧିକାରୀ, ଗରିବ ହିତାଧିକାରୀମାନେ ଠିକ୍ରେ ଚିହ୍ନଟ ହୋଇପାରିବେ। ଆଉ ନିଜ ସର୍ଭେ ନିଜେ କରିବେ। ବୋଲେ ସେ ଯାହା ମାଗୁଛି ସେ ତାହା ଦେବେ। ସର୍ଭେଟାର ସିଏ ଆପ୍ରେ ଲୋଡ଼ କରିବେ, ନିଜର ରହୁଥିବା ଘର ଲୋଡ଼ କରିବେ, ଯେଉଁ ଘର ମେଲା କେଉଁଠି କରିବେ ତାକୁ ହିଁ ଦେବେ। ତେଣୁ ସବୁ ଜିନିଷ ଆପ୍ରେ ଲୋଡ଼ କଲା ମାନେ ଆଗରୁ ଯେଉଁ ବିଭିନ୍ନ ପ୍ରକାର ଲୋକ ରହିଯାଉଥିଲେ ଆଉ କେହି ରହିବେନି। ଆମର 2 ମାସ ଏଇ କାମ ଚାଲିବ। ସର୍ଭେ ଆପ୍ରେ ଲୋଡ଼ ହେବ। ତାପରେ ଆମର ଫେରେ ତାକୁ ସର୍ଭେ ଲିଷ୍ଟ କି ଗାଁ ୱାଇଜ୍ ଲେଖା ହେବ।
ଗାଁ ୱାଇଜ୍ ମୁଖ୍ୟ ସ୍ଥାନ ମାନଙ୍କରେ ଅଙ୍ଗନବାଡ଼ି କେନ୍ଦ୍ରରେ ପଞ୍ଚାୟତରେ ଝୁଲା ହେବ ଲଟକା ହେବ। ତାପରେ ତାକୁ ବି ଲୋକମାନେ କମ୍ପ୍ଲେନ୍ ଦେଇପାରିବେ। ତାପରେ ସମସ୍ତ ଜିନିଷ ଯେମିତି କୌଣସି ଜିନିଷ ଲୁଚା ଛପାରେ ନ ହେଇକି ସବୁ ତଥ୍ୟ ଖୋଲା ଲୋକ ସମସ୍ତେ ସଚେତନ ହେବେ ଆଉ ସମସ୍ତେ ଜାଣିପାରିବେ କାହାର ରହିଲା କାହାର କଟିଲା କାହିଁକି କଟିଲା ସିଏ ତାଙ୍କ ସର୍ଭେ ରିପୋର୍ଟ ହିଁ କହିବ ତାଙ୍କର କ'ଣ ହେଇଛି କ'ଣ ନାହିଁ। ଏବେ ଦୁଇ ମାସ ତାର କାର୍ଯ୍ୟକାଳ ହେଉଛି କ'ଣ ଆମର ସର୍ଭେ ଇଏର ତାମାନେ ସର୍ଭେ ପରେ ତାକୁ ଫାଷ୍ଟ ଝୁଲା ହେବ କମ୍ପ୍ଲେନ୍ ଆସିଲା ପୁଣି 15 ଦିନ ରହିବ ଆମର କ'ଣ ରହିବ 15 ଦିନିଆ ତଥ୍ୟ ରହିବ। ସେଇ ସମୟରେ ଫେର ଆଉ ଥରେ ଆସିଲେ ଟୋଟାଲ ଫାଇନାଲ ଲିଷ୍ଟ ହେବ। ଫାଇନାଲ ଲିଷ୍ଟ ଗ୍ରାମ ସଭାରେ ମଞ୍ଜୁର ହେବ କିଏ ଯୋଗ୍ୟ କିଏ ଅଯୋଗ୍ୟ। ଫେର ଲାଷ୍ଟରେ ଗ୍ରାମ ସଭା ହେବ। ସେଇ ଗ୍ରାମ ସଭାରେ ହିଁ ଚୟନ ହେବ ଯେ ପ୍ରକୃତରେ ଅମକ ଲୋକ ଯୋଗ୍ୟ ଅମକ ଲୋକ ଅଯୋଗ୍ୟ। ନୟାଗଡ଼ରୁ ମାନସ କୁମାର ସାହୁଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।